ଭିଜିଲାନ୍ସ ଜାଲରେ ଆଉ ଏକ ବଡ଼ ବାବୁ ବଡ଼ କଥା ହେଉଛି ଯେ ବର୍ତ୍ତମାନ ଭିଜିଲାନ୍ସ ଜାଲରେ ରେମୁଣାର ତହସିଲଦାର ଭୁବନେଶ୍ୱର ସମେତ ବାଲେଶ୍ୱରରେ ତାଙ୍କର 7ଟି ସ୍ଥାନରେ ଏକାଧରେ ରେଡ୍ ଚାଲିଛି। ବର୍ତ୍ତମାନ ଆପଣ ଦେଖିପାରୁଥିବେ ଇଏ ହେଉଛି ଭୁବନେଶ୍ୱର ଶୈଳଶ୍ରୀ ବିହାରର ତାଙ୍କ ଘର ଅଛି ବାସଭବନ C604। ଆ ଭିତରେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଅଛି ଏବଂ ବର୍ତ୍ତମାନ ଚଢ଼ାଉ ଚାଲିଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଭିଜିଲାନ୍ସର ଯେଉଁମାନେ ଅଧିକାରୀ ଅଛନ୍ତି ସେମାନେ ମଧ୍ୟ ଜବତ କରିଛନ୍ତି ଏବଂ ପୁରା ଟେକ୍ନିକ୍ ଅପଡେଟ୍ ଦେବେ। ବର୍ତ୍ତମାନ ସବୁଠାରୁ ବଡ଼ କଥା ହେଉଛି ତାଙ୍କର ଯେତିକି ସୁନା ଅଳଙ୍କାର ଅଛି ତାର ମଧ୍ୟ ସମସ୍ତ ପ୍ରମାଣପତ୍ର ମଧ୍ୟ ଭିଜିଲାନ୍ସ କେଉଁଠି ନା କେଉଁଠି ଖୋଜୁଛି। ବଡ଼ କଥା ହେଉଛି ଯେଉଁ 7ଟି ସ୍ଥାନରେ ବର୍ତ୍ତମାନ ଯାହା ରେଡ୍ ଚାଲିଛି ଯାହା ସୂଚନା ଆସୁଛି ଯେ ବାବୁ ଯଦି ସରକାରୀ ବାବୁ ସରକାରୀ ଦରମା ପାଉଥିଲେ ଏତେ ଟଙ୍କା ଆସିଲା କେଉଁଠି ନା କେଉଁଠି ଏ ଖବର ମଧ୍ୟ ଭିଜିଲାନ୍ସ ହାତରେ ପଡ଼ିଲା, ଯେଉଁଥିପାଇଁ ଆଜି ଭୁବନେଶ୍ୱର ସମେତ ବାଲେଶ୍ୱର 7ଟି ସ୍ଥାନରେ ବର୍ତ୍ତମାନ ରେଡ୍ ଚାଲିଛି। ଇଏ ହେଉଛି ସବୁଠାରୁ ବଡ଼ ଅପଡେଟ୍ ଆମେ ଆପଣଙ୍କୁ ଦେଉଛୁ। ଏବଂ ଯେଉଁ ବାଲେଶ୍ୱର ଅଛନ୍ତି ବାଲେଶ୍ୱର ତାଙ୍କର ବାସଭବନଠୁ ଆରମ୍ଭ କରି ତାଙ୍କର ଅଫିସ୍ ମଧ୍ୟ ସମାନ ଜାଗାରେ ବର୍ତ୍ତମାନ ରେଡ୍ ଚାଲିଛି ଏବଂ এই ରେଡ୍ରେ ମଧ୍ୟ ସ୍ୱତନ୍ତ୍ର ପୋଲିସ ଟିମ୍ ମଧ୍ୟ ସ୍ୱତନ୍ତ୍ର ସାମିଲ ହୋଇଛନ୍ତି। ଏବଂ ବଡ଼ କଥା ହେଉଛି ଯେଉଁ ରେଡ୍ ଚାଲିଛି ସେ ରେଡ୍ରେ ବର୍ତ୍ତମାନ ଦେଖିବା 6 ଜଣ DSP 3 ଜଣ ଇନ୍ସପେକ୍ଟର 10 ଜଣ ASI ଆଉ ଅଦର ସପୋର୍ଟିଂ ଷ୍ଟାଫ୍ ବର୍ତ୍ତମାନ ସାମିଲ ହୋଇଛନ୍ତି। ଏବଂ ଇଏ ଯେଉଁ ଭୁବନେଶ୍ୱରଠୁ ଆରମ୍ଭ କରି ବାଲେଶ୍ୱର ଇଏ ଯେଉଁ ଲମ୍ବା ଚେର ଲମ୍ବିଥିଲା ଦୁର୍ନୀତିର ତାର କେଉଁଠି ନା କେଉଁଠି ଦୁର୍ନୀତିର ଗନ୍ଧ ବାରି ପାରିଥିଲା ଭିଜିଲାନ୍ସ ଜାଲରେ ବା ଭିଜିଲାନ୍ସ କାନରେ। ବର୍ତ୍ତମାନ ଦେଖୁଥିବେ ଇଏ ହେଉଛି ରେମୁଣାର ଯେଉଁ ତହସିଲଦାର ଅଛନ୍ତି ସିଏ ବର୍ତ୍ତମାନ ପଡ଼ିଛନ୍ତି ଏବଂ ତାଙ୍କର ଶୈଳଶ୍ରୀ ବିହାରରେ ଯେଉଁ ବାସଭବନ ଅଛି C604 ସେଠି ମଧ୍ୟ ଏକା ସାଙ୍ଗରେ ଚଢ଼ାଉ ଚାଲିଛି ଏବଂ ଭିତରେ ମଧ୍ୟ ଅଧିକାରୀମାନେ ଅଛନ୍ତି। ପୁରା ଟେକ୍ନିକ୍ ପୁରା ଗୋଟିଏ ଗୋଟିଏ ତଦନ୍ତ ଆରମ୍ଭ କରିଛନ୍ତି, ପୁରା ଛାନବିନ କରୁଛନ୍ତି ସମସ୍ତ ଦସ୍ତାବିଜ ସହିତ ଯାହା ବି ସୁନା ଅଳଙ୍କାରଠୁ ଧରି ଯାହା ବି ସେମାନେ କ'ଣ କରିଛନ୍ତି ଆୟୁର୍ବର୍ହିତ ସମ୍ପତ୍ତି କେତେ ଟଙ୍କା ଠୁଳ କରିଛନ୍ତି ତାର ମଧ୍ୟ ସମସ୍ତ ତଦାରଖ କରୁଛନ୍ତି। ଏ ଦୃଶ୍ୟ ଆମେ ଦେଖାଉଛୁ ଯେ ଗୋଟିଏ ପରେ ଗୋଟିଏ ଦୃଶ୍ୟ ଯେ ଇଏ ହେଉଛି ସେଇ ଜାଗା। ଦେଖନ୍ତୁ ଭୁବନେଶ୍ୱର ଶୈଳଶ୍ରୀ ବିହାର ଦୃଶ୍ୟ ଆମେ ଚେଷ୍ଟା କରୁଛୁ କବାଟ ଖୋଲିବାକୁ କିନ୍ତୁ ଖୋଲୁ ନାହିଁ। କିନ୍ତୁ ବଡ଼ କଥା ହେଉଛି ଯେ ବାବୁ କେତେ ଟଙ୍କା କେମିତି ଆଣିଲେ ଏବଂ ତାଙ୍କ ଯେଉଁ ଆୟର ମେନ୍ ଲମ୍ବା ତାଲିକା ସମ୍ପତ୍ତିର ଯେଉଁ ଠୁଳ କରିଛନ୍ତି ବେନାମୀ ସମ୍ପତ୍ତି ତାକୁ ମଧ୍ୟ ତାର ମଧ୍ୟ ବର୍ତ୍ତମାନ ଯେଉଁ ଭିଜିଲାନ୍ସ ଅଛନ୍ତି ବିଭାଗର ଯେଉଁ ଟିମ୍ ଅଛନ୍ତି ସେ ମଧ୍ୟ ଟୋଟାଲ ତଦନ୍ତ କରୁଛନ୍ତି। ବଡ଼ କଥା ହେଉଛି ଯେ ଜଣେ ଯଦି ତହସିଲଦାର ହିସାବରେ ସରକାରୀ ବେତନ କେତେ ପାଇବା କଥା କିନ୍ତୁ ସରକାରୀ ବେତନଠୁ ଏତେ ଟଙ୍କା କେଉଁଠୁ ଆଣିଲେ ସେ ମଧ୍ୟ ନେଇ ପୁରା ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍। ମୁଁ ଆଉ ଗୋଟେ କଥା କହିବି ସେ ବର୍ତ୍ତମାନ ଦେଖେଇବେ ଯେ କେତେ ଜଣ ସ୍ୱତନ୍ତ୍ର ଯେଉଁ ଟିମ୍ ଅଛନ୍ତି ମ୍ୟାଡ଼ାମ୍ ଅଛନ୍ତି ସାର୍ମାନେ ଅଛନ୍ତି ଯେ ବର୍ତ୍ତମାନ ସ୍ୱତନ୍ତ୍ର ବିଭାଗରେ ଯେଉଁ ଅଛନ୍ତି ଭିଜିଲାନ୍ସ ବିଭାଗରେ ସମସ୍ତେ ଚଢ଼ଉ ଜାରି ରଖାଯାଇଛି ଏବଂ ସମସ୍ତ ଯେଉଁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଏବଂ କିଛି ବଣ୍ଡ ମଧ୍ୟ ଆମେ ଦେଖିଛୁ ସେ ବଣ୍ଡ ଗୁଡ଼ିକୁ ମଧ୍ୟ ପୋଲିସ ଯେଉଁ ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଦଳ ବର୍ତ୍ତମାନ ତନଖି କରୁଛି। ଏବଂ ଆଉ ଗୋଟେ କଥା କହିବୁ ଯେ ଯେଉଁ ତାଙ୍କର ଆପଣ ଜାଣିଥିବେ ଯେ ଯେଉଁ ବାଲେଶ୍ୱରରେ ଯେଉଁ ବିଭିନ୍ନ ପ୍ରକାର ତାଙ୍କର ଘର ବାସଭବନ ଅଛି ତାଙ୍କର ଅଫିସ୍ ଅଛି ସେଠି ମଧ୍ୟ 7ଟି ସ୍ଥାନରେ ବର୍ତ୍ତମାନ ଯାହା ରେଡ୍ ଚାଲିଛି ଯାହା ସୂଚନା ଆସୁଛି ଏବଂ ଏଇ ଲମ୍ବା ଏଇ ଯେଉଁ ତାଲିକା ଅଛି ସମ୍ପତ୍ତି ଇଏ ବାବୁ କେମିତି ଏତେ ଟଙ୍କା ଆଣିଲେ ଏବଂ ଯେଉଁ ଯେତେବେଳେ ସରକାରୀ କର୍ମଚାରୀ ହେଇକି ସରକାରୀ ବେତନ ହିସାବରେ ଏତେ ଟଙ୍କା ଠୁଳ କେମିତି କଲେ ତା ଦୁର୍ନୀତିର ଚେର କେତେ ବାଟ ଲମ୍ବିଛି ତାହା ମଧ୍ୟ ଭିଜିଲାନ୍ସ ଧୀରେ ଧୀରେ ଖୋଳତାଡ଼ କରୁଛି। ଏବଂ ଆପଣ ଜାଣିଥିବେ ଯେ ସନ୍ଧାନ ବର୍ତ୍ତମାନ ଯେଉଁ ଜାରି ରହିଛି ଆପଣ ଜାଣିଥିବେ ଯେ ତାଙ୍କର ଯେଉଁ ସ୍ୱରରେ ଯେଉଁ ଅଛି ସ୍ୱରରେ ମଧ୍ୟ ସେଠି ମଧ୍ୟ ତାଙ୍କର ପିତୃପୁରୁଷ ବା ତାଙ୍କର ବାସଭବନରେ ମଧ୍ୟ ଏକା ସାଙ୍ଗରେ ରେଡ୍ ଚାଲିଛି। ତା ସହିତ ତାଙ୍କର ଚାମ୍ବର ଯେଉଁ ତହସିଲଦାର ଅଫିସ୍ ଅଛି ସେଠି ମଧ୍ୟ ରେଡ୍ ଚାଲିଛି। ତା ସହିତ ଏବଂ ଯେଉଁ କୁରୁଦା ବୋଲି ଗୋଟେ ଜାଗା ଅଛି ବାଲେଶ୍ୱର ଜିଲ୍ଲାର ସେଠି ମଧ୍ୟ 2 ମହଲା କୋଠା ତାଙ୍କର ଅଛି ସେଠି ମଧ୍ୟ ଏକା ସାଙ୍ଗରେ ରେଡ୍ ଚାଲିଛି। ପାଖାପାଖି 7ଟି ଭୁବନେଶ୍ୱର ସହିତ 7ଟି ସ୍ଥାନରେ ବର୍ତ୍ତମାନ ଏକା ସାଙ୍ଗରେ ରେଡ୍ ଚାଲିଛି ଯାହା ଆମ ପାଖରେ ସୂଚନା ଆସି ପହଞ୍ଚୁଛି। ବଡ଼ କଥା ହେଉଛି ଯେ ବାବୁ ଜଣକ ଏତେ ଟଙ୍କାର ସମ୍ପତ୍ତିର ମାଲିକ କେମିତି ହେଲେ ବାବୁଙ୍କର ନାଁ ମଧ୍ୟ ଆମେ କହି ରଖୁଛୁ ବିଦ୍ୟାଧର ପତି। ବଡ଼ କଥା ହେଉଛି ଯେଉଁ ବିଦ୍ୟାଧର ପତି ବାବୁ ତହସିଲଦାର ଥିଲେ ରେମୁଣାରେ ସେ କେତେ ଅଳ୍ପ ସମୟ ଭିତରେ ଏତେ ଟଙ୍କା କେମିତି ଟଙ୍କା ଗଦା କଲେ ସେ ହେଉଛି ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି। ଏବଂ ଯେଉଁ 7ଟି ସ୍ଥାନରେ ବର୍ତ୍ତମାନ ରେଡ୍ ଚାଲିଛି ଭିଜିଲାନ୍ସ ଟିମ୍ ସମସ୍ତ ସ୍ଥାନରେ ରେଡ୍ କରୁଛି ଗୋଟିଏ ପରେ ଗୋଟିଏ ସ୍ଥାନକୁ ରେଡ୍ କରୁଛି ଏବଂ ଏଇ ଯେଉଁ ଆୟ ବହିର୍ଭୂତ ସମ୍ପତ୍ତି ବା ଯେତିକି ଟଙ୍କା ତାଙ୍କ ରୋଜଗାର କରିବା କଥା ତାଙ୍କର ଆୟର ଉତ୍ସ କେଉଁଠୁ ଆସୁଥିଲା କେଉଁଠୁ ଟଙ୍କା ଆସିଲା ଏବଂ ବିଭିନ୍ନ ଜାଗାରେ ଯେଉଁ ରେଡ୍ ଚାଲୁଛି ଏବଂ ଯେଉଁ ଦେଖିବା ଯେଉଁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ହାତରେ
पड़ी विजिलेंस हाथ में विभाग जो स्वतंत्र टीम अच्छी हाथ में पड़ी सी तदंत जारी रही आगू देखा बाकी रहा जे बाबूंकर आयर बहिर्भूत संपत्ति केते लंबा था केते टंका आनी टंकार उत्स कौन था तदंत सापेक्ष हम और विजिलेंस हाथ में खूब शीघ्र कब्जा को आसिबो। भुवनेश्वर भिडियो जर्नलिस्ट राकेश सहित पूर्णचंद्र प्रधान का रिपोर्ट ओडिशा भास्कर। स्कूल को केवल क्लासरूम, लैब्स और फील्ड से न चुने। स्कूल का निर्णय बहुत सोच समझ कर लेना चाहिए। स्कूल की परख उसके उसूलों और उसे चलाने वालों की मंशा से होती है। कृष्णा विकास ग्रुप ऑफ इंस्टीट्यूशंस।